हाय हेलो नमस्ते फ्रेंड्स फास्ट तो जय जगन्नाथ एमती अच्छा समस्ते मत आप जानते आपण मानकर आकाश बालेश्वर बिलंग्स करे ଏବେ ତ ଫିଲହାଲ ବ୍ରହ୍ମପୁରରେ ରହୁଛି ଏବେ ଛୋଟ ପିଜେ ରହୁଛି ବ୍ରହ୍ମପୁରରେ ଜବ୍ କରୁଛି। ମୁଁ ତ ମୋର ଇଣ୍ଟ୍ରୋଡକ୍ସନ୍ ଦେଇଛି ମୋ ବ୍ଲଗ୍ ଭିଡ଼ିଓରେ ବି ଅଛି ଲାଷ୍ଟ ଭିଡ଼ିଓରେ ବି ଅଛି ତ ଆପଣମାନେ ଯାଆନ୍ତୁ ମୋର ଲାଷ୍ଟ ଭିଡ଼ିଓ ଦେଖନ୍ତୁ। ସିଏସ୍କେ ମ୍ୟାଚ୍ ରିଭ୍ୟୁ ଥିଲା ଲାଷ୍ଟ ମ୍ୟାଚ୍ ଭିଡ଼ିଓରେ ମୋର। ତ ଭିଡ଼ିଓ ଦେଖନ୍ତୁ ରିଭ୍ୟୁ ଆପଣମାନେ ଭିଡ଼ିଓ ଦେଖି କମେଣ୍ଟରେ ଲେଖିବେ କେମିତି ଲାଗିଲା ସେ ଭିଡ଼ିଓ। ତ ଆଜି ଆଜି କ୍ୱାଲିଫାୟାର 1 ଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭର୍ସେସ୍ ଜିଟି। ଗୋଟେ କଥା କହିବି ବାଙ୍ଗାଲୋର କି ମସ୍ତ ଖେଳିଲା ଆଜି ମାନେ ଗଜବ ଅଲଗା ପ୍ରକାର ମ୍ୟାଚ୍ ଖେଳିଛି। ମାନେ ମତେ ବାଙ୍ଗାଲୋର ଟିମ୍ର ଏବେ ଏବେ ଯୋଉ ଜୁନୁନରେ ଯୋଉ ମାନେ ରିଦିମରେ ଖେଳୁଛି ନା ଆଗରୁ ବାଙ୍ଗାଲୋର ସେମ୍ ରିଦିମ୍ ସେମ୍ ଜୁନୁନ ସହିତ ଖେଳୁଥିଲା କିନ୍ତୁ ଏବେ ଯୋଉ ରଜତ ପାଟିଦାର କ୍ୟାପ୍ଟେନ୍ ହେଲା ପରେ ଯୋଉ ତାଙ୍କର ଭିତରେ କନଫିଡେନ୍ସ ଆଉ ତାଙ୍କ ଭିତରେ ଯୋଉ ମାନେ ଜିତିବାର ପାୱାର ଲଢେଇ ଯୋଉ ମାନେ ହେଇଛି ନା ପାୱାର ଯୋଉ ଆସିଛି ସେ ଜିନିଷ ଆଗରୁ ନଥିଲା ସେ ଜିନିଷ। ମାନେ ତାପରେ ଆଜି କ୍ୱାଲିଫାୟାର 1ରେ ଯୋଉଟା ବେଳେ ଖେଳିଛି ବାଙ୍ଗାଲୋର ମସ୍ତ। ଆଉ ରଜତ ପାଟିଦାର କ୍ୟାପ୍ଟେନ୍ସି ବହୁତ ବେଟର ବହୁତ ବେଷ୍ଟ କ୍ୟାପ୍ଟେନ୍ସି ଅଛି। ଲାଷ୍ଟ ଇୟରରେ କପ୍ ଜିତେଇଲା ବାଙ୍ଗାଲୋରକୁ ପୁଣି ଏ ଇୟରରେ ଗଜବ ମାନେ ସେ ମାନେ ଭାବ ଭାଇ ମାନେ ଲାଷ୍ଟ ସିଜନରେ ମସ୍ତ ଖେଳିଥିଲା ସେ ଏଇ ଇୟରରେ ବି ସବୁ ମ୍ୟାଚରେ ସେ ବେଷ୍ଟ ତାର ପରଫର୍ମାନ୍ସ ଦେଇଛି ଏଜ ଏ କ୍ୟାପ୍ଟେନ୍ ସେ ସବୁଠୁ ବେଷ୍ଟ ପରଫର୍ମ କରିଛି। ଯଦି ଏଇ ବର୍ଷ କ୍ୟାପ୍ଟେନ୍ସି ର୍ୟାଙ୍କିଙ୍ଗ ଦେଖାଯାଏ ନା କ୍ୟାପ୍ଟେନରେ ଟପ୍ ପରଫର୍ମର କ୍ୟାପ୍ଟେନ ଦେଖାଯିବ ଟପ୍ ପରଫର୍ମରରେ ଟପ୍ 2ରେ ନା ସିଓର ଆମର ରଜତ ପାଟିଦାର ଆସିବ କାହିଁକିନା ତାର କ୍ୟାପ୍ଟେନ୍ସି ତାର ଫିଲ୍ଡ ଉପରେ ଯୋଉ ପ୍ଲାନିଂ ସବୁ কিছুରେ ନା ସେ ପୁରା 100% ବେଷ୍ଟ ଦଉଛି। ମାନେ ସେ କ୍ୟାପ୍ଟେନ୍ ବୋଲି ସେ ଭାବୁନି ମୁଁ କ୍ୟାପ୍ଟେନ୍ ମୁଁ ପ୍ରେସର ନେବି ଇଏ ନେବି ସେ ଜିନିଷ ସେ ଟୋଟାଲି ଭାବୁନାହିଁ କିନ୍ତୁ ସେ ପ୍ରେସରରେ ବି ସେ ବେଷ୍ଟ ଦଉଛି ତାର ୟାଠୁ କ୍ୟାପ୍ଟେନ୍ ମାନେ କ୍ୟାପ୍ଟେନ୍ ଭିତରେ କଣ ଦରକାର ଏଇଟା ହିଁ ଦରକାର ନା ଗୋଟେ କ୍ୟାପ୍ଟେନ୍ ଯଦି ସେ ହଉଛି ତା ଭିତରେ କଣ ଦରକାର ଏଇଆ ହିଁ ଦରକାର କି ଯେତେ ପ୍ରେସର ଥିଲେ ବି ତା ସିଚୁଏସନକୁ ସମ୍ଭାଳି ପାରୁଥିବ ତା ଟିମକୁ ସମ୍ଭାଳି ପାରୁଥିବ ଆଉ ତା ଟିମ୍ ପାଇଁ କିଛି ନା କିଛି ତ ଭଲ ଏଜ ଏ କ୍ୟାପ୍ଟେନ୍ କିଛି ନା କିଛି ତ ଭଲ କିଛି କଣ୍ଟ୍ରିବ୍ୟୁଟ ତ କରିପାରୁଥିବ। ନୁହଁ କି ଚେନ୍ନାଇର ସିଏସ୍କେ ଭଳିଆ ଋତୁରାଜ ଗାଇକ୍ୱାଡ ଭଳିଆ କ୍ୟାପ୍ଟେନ୍ସି ହେଇକି 37ଟା ଏଇଟା ଖେଳିବ ତାର ସବୁ ମ୍ୟାଚରେ ନା शायद वो मैच कम रन बने